ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 31 ଜୁଲାଇ ବୁଧବାର। ଆଜିର ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବର ଉପରେ ନଜର ପକାଇବା ପୂର୍ବରୁ ପ୍ରଥମେ ଭିଡ଼ିଓକୁ ଲାଇକ୍ କରି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ନମ୍ବର 1, ଆଜିଠୁ ବଢ଼ିବ ବର୍ଷା, ବନ୍ୟା ଆଶଙ୍କା। ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ ଆଉ 5 ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ ହୋଇଛି। ତେବେ ମଙ୍ଗଳବାର ଦିନ ସକାଳେ ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଯାଇଛି। ଅଗଷ୍ଟ 1 ତାରିଖରେ ଲଘୁଚାପ ପରିଣତ ହୋଇ 2 ତାରିଖରେ ଝାଡ଼ଖଣ୍ଡ ଉପରେ, 3 ତାରିଖରେ ମଧ୍ୟପ୍ରଦେଶ ମୁହାଁ ହେବ। ଆଉ ଏଥିପାଇଁ ମୌସୁମୀ ଟ୍ରଫ୍ ଲାଇନ୍ ସକ୍ରିୟ ରହି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାର ଆସନ୍ତା 5 ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଉ ଏଥିସହିତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧାରେ ମଧ୍ୟମ ଧରଣର ବର୍ଷା ହେବ। ତେବେ ଲଗାତାର ବର୍ଷା ହେବା ଫଳରେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ତେବେ ସମୁଦାୟ ବର୍ଷା 100ରୁ 150 ମିମି ହେବାକୁ ଥିବା ବେଳେ ଏବେ ସମ୍ବଲପୁରରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା ମଧ୍ୟ କରାଯାଇଛି। ହାଉଡା ମୁମ୍ବାଇ ଟ୍ରେନ୍ ଲାଇନଚ୍ୟୁତ ଆଉ ମୃତ ଯାତ୍ରୀ ରାଉରକେଲାର 25 ମିନିଟ୍ ପୂର୍ବରୁ ଟାଟାରେ ଚଢ଼ିଥିଲେ। ତେବେ କାମ ସାରି ରାଉରକେଲା ଫେରିବାକୁ ଟାଟା ଷ୍ଟେସନରୁ ଭୋର 3ଟା 20ରେ ହାଉଡା ମୁମ୍ବାଇ ଟ୍ରେନ୍ରେ ଚଢ଼ିଥିଲେ। 25 ମିନିଟ୍ ପରେ ଅର୍ଥାତ୍ 3ଟା 45 ମିନିଟ୍ରେ ରାଜଖରସୁଆଁ ଏବଂ ବଡ଼ମ୍ବା ଷ୍ଟେସନରେ ମୁମ୍ବାଇ ମେଲ୍ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ଆଉ ଟ୍ରେନ୍ରେ ମୋଟ 22ଟି ବଗିରୁ 18ଟି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗିରେ ଆସୁଥିବା ପି ବିକାଶ ରାଓ, ଅଜିତ ସାମଲ ଘଟଣାସ୍ଥଳରେ ମୃତ ମଧ୍ୟ ହୋଇଥିଲା। 20ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ଘଟିବା ପରେ 6 ଘଣ୍ଟା ପରେ ପରିବାର ଲୋକଙ୍କ ପାଖରେ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା। ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା। ଦରଦାମ ନିୟନ୍ତ୍ରଣ ନକରି ସରକାର ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଆରୋପ ଲଗାଇଥିଲେ। ସେପଟେ ବିଜେଡିର ସରକାର ଅପାରଗତାକୁ ଦାୟୀ କରିଥିଲେ ଶାସକ ଦଳ। ତେଣୁ ରାଜ୍ୟରେ ନିତ୍ୟ ବ୍ୟବହୃତ ହେଉଥିବା ଜିନିଷ ଦର ଆକାଶ ଛୁଆଁ ହୋଇଛି। ଲୋକ ହନ୍ତସନ୍ତ ହେଉଛନ୍ତି। ସରକାର ଏବେ ଚୁପ୍ ବସିଛି କାହିଁକି? ବିରୋଧୀ ଦଳ ଚଢୁଛନ୍ତି। ରାଜ୍ୟ ସରକାର ଭୂମିକା କିଛି ନାହିଁ ଆଉ କେବେ ବି କିଛି କରିନାହାନ୍ତି। ଲୋକ ଆପଣଙ୍କ ଉପରେ ଭରସା କରି ଶାସନ ଭାର ଦେଇଛନ୍ତି, କିନ୍ତୁ ଆପଣ ଏପର୍ଯ୍ୟନ୍ତ ଲୋକଙ୍କ କଥା ବୁଝୁନାହାନ୍ତି ବୋଲି କହିଛନ୍ତି। ନାବାଳକ ଗାଡ଼ି ଚଲାଇଲେ 25,000 ଟଙ୍କା ଫାଇନ୍ ଆଉ ନାବାଳକ ରେଜିଷ୍ଟ୍ରେସନ ମଧ୍ୟ ବାତିଲ ହେବ। ତେଣୁ ଏପର୍ଯ୍ୟନ୍ତ ନାବାଳକ ଗାଡ଼ି ଧରିଲେ ଉକ୍ତ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍ ଗୋଟିଏ ବର୍ଷ ଯାଏଁ ବାତିଲ କରାଯିବ। ସମ୍ପୃକ୍ତ ନାବାଳକ ଜଣକ ସାବାଳକ ହେବା ପରେ 25 ବର୍ଷ ଯାଏଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିବ ନାହିଁ। ଧରାପଡୁଥିବା ନାବାଳକ ଗାଡ଼ି ଚାଳକଙ୍କ ତଥ୍ୟ ସାରଥୀ ଉପରେ ଅପଲୋଡ କରାଯାଉଛି। ଏଥିରେ ସେମାନଙ୍କ ଆଧାର ନମ୍ବର ସଂକ୍ରାନ୍ତ ତଥ୍ୟ ମଧ୍ୟ ଦିଆଯାଇଛି। 18 ବର୍ଷ ପରେ ଯେତେବେଳେ ସେମାନେ ଡିଏଲ୍ ଆବେଦନ କରିବେ ତୁରନ୍ତ ତାଙ୍କୁ ବାତିଲ ହୋଇଯିବ। ତେଣୁ 25 ବର୍ଷ ପରେ ତାଙ୍କୁ ମିଳିବ। ଗଲା 3 ବର୍ଷ ଭିତରେ ସଡ଼କ ଦୁର୍ଘଟଣାରେ 653 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି ଏବଂ 1885 ଆହତ ହୋଇଥିବାରୁ ନାବାଳକ ଗାଡ଼ି ଚଳାଇବାକୁ ରୋକ ଲଗାଯାଇଛି। ରାଜ୍ୟର 4ଟି ସ୍ଥାନରେ ଷ୍ଟ୍ରିଟ୍ ଫୁଡ୍ ହେବ ପ୍ରତିଷ୍ଠା। ଆଉ ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ମିଶନ ଜରିଆରେ ଏବେ ଷ୍ଟ୍ରିଟ୍ ଫୁଡ୍ ପ୍ରତିଷ୍ଠା ପାଇଁ ଅର୍ଥ ଯୋଗାଇ ଦିଆଯିବ। ଦେଶରେ ପ୍ରତିବର୍ଷ 10 କୋଟି ଲୋକ ବିଷାକ୍ତ ଖାଦ୍ୟ ଜନିତ ରୋଗର ଶିକାର ହେଉଛନ୍ତି। ଆସନ୍ତା 2030 ମସିହା ବେଳକୁ ଏହା 17 କୋଟି ଛୁଇଁବ ବୋଲି ଅନୁମାନ ମଧ୍ୟ କରାଯାଉଛି। ଫଳରେ ଦେଶରେ 9 ଜଣରେ ଜଣଙ୍କ ବ୍ୟକ୍ତିଙ୍କର ବିଷାକ୍ତ ଖାଦ୍ୟର ଶିକାର ହେଉଛି। ଏହା ଯୋଗୁଁ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିବ। ତେଣୁ ବିଷାକ୍ତ ଖାଦ୍ୟ ଯୋଗୁଁ ଲୋକମାନେ ଅସୁସ୍ଥ ହେବାର ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ଆଉ ଏବେ ଷ୍ଟ୍ରିଟ୍ ଫୁଡ୍ ବିକ୍ରି କରୁଥିବା ଲୋକମାନଙ୍କ ଉପରେ ସ୍ୱଚ୍ଛତା ଆଣିବା ପାଇଁ ଲୋକମାନଙ୍କୁ ନିରାପଦ ଖାଦ୍ୟ ମିଳିବା ପାଇଁ ଆହ୍ୱାନ ପାଲଟିଛି। ଏଥିପାଇଁ ଦେଶବ୍ୟାପୀ 100ଟି ଷ୍ଟ୍ରିଟ୍ ଫୁଡ୍ ହେବ ପ୍ରତିଷ୍ଠା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନିଆଯାଇଛି। କେରଳରେ ଭୂସ୍ଖଳନ, 2 ଓଡ଼ିଆ ଡାକ୍ତରଙ୍କ ମିଳୁନି ପତ୍ତା। ତେବେ କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ ଦେଖିବାକୁ ମିଳିଛି।
କେରଳରେ ୱାଇନୋଡାରେ ହୋଇଥିବା ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 100 ପାର ହୋଇଛି। ସକାଳ ସୁଦ୍ଧା 143 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ ପରଠାରୁ 2 ଦିନ ଓଡ଼ିଆ ଡାକ୍ତରଙ୍କ ମିଳୁନି ପତ୍ତା। ବୁଲିବାକୁ ଯାଇ କଟକ ଚୌଦ୍ୱାରରୁ 2 ଡାକ୍ତର ବନ୍ଧୁ ବିଷ୍ଣୁ ପ୍ରସାଦ ଚିହ୍ନର ଏବଂ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଯାଇଛନ୍ତି। ହେଲେ ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଏବଂ ସ୍ୱାଧୀନତାଙ୍କ ପତ୍ନୀ ଶ୍ରୀକୁତି ମହାପାତ୍ର ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଖବର ଏକ ଚିନ୍ତାର ବିଷୟ ବୋଲି କୁହାଯାଉଛି। 26 ତାରିଖରେ ଉଭୟ ପରିବାର ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ। ସେଠାରୁ ୱାଇନୋଡାରେ ରହିଥିଲେ। ଗତକାଲି 2ଟା ବେଳେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏଥିପାଇଁ 4 ଜଣ ଭାସି ଯାଇଥିଲେ। ଏହା ମଧ୍ୟରେ ପ୍ରିୟଦର୍ଶିନୀ ପାଲ ଶ୍ରୀକୁତି ମହାପାତ୍ର ଉଦ୍ଧାର ଦଳକାରୀ ଉଦ୍ଧାର କରିଥିଲେ। ଆଉ 2 ଜଣ ବିଷ୍ଣୁ ପ୍ରସାଦ ସ୍ୱାଧୀନଙ୍କୁ ମିଳୁନି ପତ୍ତା। ଏବଂ ଅନ୍ୟପଟେ ପୁଅ ନିଖୋଜ ହୋଇଥିବା ଘରେ କୁହାଯାଇଛି। ଆଉ ସେପଟେ ବହୁ ପ୍ରିୟଦର୍ଶିନୀକୁ ଉଦ୍ଧାର କରି ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଛି। ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ବିଷ୍ଣୁ ପ୍ରସାଦଙ୍କ ବାପା, ମୋ ପୁଅକୁ ଫେରାଇ ଆଣନ୍ତୁ ବୋଲି କୁହାଯାଇଛି। ଆଉ ଏପଟେ 143 ପାର ହେଲାଣି ମୃତ୍ୟୁ ସଂଖ୍ୟା। ଆଳୁ ସଙ୍କଟ ମଧ୍ୟରେ ରାଜନୀତି ଚାଲିଛି। ବିରୋଧୀ ବିଜେଡି ଏବଂ ସରକାରଙ୍କ ମଧ୍ୟରେ କଥା କଟାକଟି। ଆଳୁ ସଙ୍କଟ ମଧ୍ୟରେ ବିରାଟ ରାଜନୀତି। ମମତାକୁ ନବୀନ ଚିଠିକୁ ଶସ୍ତା ରାଜନୀତି କହିଲେ ମନ୍ତ୍ରୀ। କାଉଣ୍ଟର କରି ବିଜେଡି କହିଲା ଚିଠି ପରେ ଆସିଲା ଟ୍ରକ୍। ବିରୋଧୀ ଦଳ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ। କହିଲେ ସେ ଚିଠି ଲେଖିବାରେ ବିଶ୍ୱାସ କରନ୍ତି ନାହିଁ। ଆଳୁ ସଙ୍କଟରେ ଚିଠିକୁ ନେଇ ରାଜନୀତି ଏବଂ ବିରୋଧୀ ବିଜେଡି ସରକାରଙ୍କ ଉପରେ କଥା କଟାକଟି ମଧ୍ୟ ହୋଇଛି। ପଶ୍ଚିମବଙ୍ଗରୁ ଆଳୁ ପାଇଁ ମମତାକୁ ଚିଠି ଲେଖିଥିଲେ ନବୀନ। ହେଲେ ମନ୍ତ୍ରୀ କହିଥିଲେ ଚିଠି ଲେଖି ଶସ୍ତା ରାଜନୀତି ମୁଁ କରିବି ନାହିଁ। ତେବେ ବିଜେଡି କହିଥିଲା ନବୀନଙ୍କୁ ଚିଠି ଲେଖିବା ପରେ ଆସିଲା ଆଳୁ ଟ୍ରକ୍। ଆଉ କାଲି ନବୀନଙ୍କୁ କଟାକ୍ଷ କରି ମୋହନ ମାଝୀ ଏଭଳି ଲେଖିଛନ୍ତି ବୋଲି କୁହାଯାଉଛି। ମୋହନ ମାଝୀ କହିଛନ୍ତି ଯାହା କରିବା ମୁଁ କଥାରେ କୁହେ କିନ୍ତୁ ଚିଠି ଲେଖେ ନାହିଁ। ଆଉ ମମତା ବାନାର୍ଜୀ ସେପଟେ ଆଳୁ ଟ୍ରକ୍ ପଠାଇଛନ୍ତି। ଆଳୁ କିଲୋ ଏବେ ଶସ୍ତା ହେଉ ବୋଲି କୁହାଯାଉଛି। 32 ଟଙ୍କା ଭିତରେ ଆଳୁ ବିକ୍ରି ହେଉ ବୋଲି କୁହାଯାଉଛି। ଶ୍ରମିକମାନଙ୍କ ପାଇଁ ବଡ଼ ଖୁସି ଖବର। 1000 ଟଙ୍କା ପାଇଁ ପେମେଣ୍ଟ ଲିଷ୍ଟ ଜାରି। ଏବେ ଚେକ୍ କରନ୍ତୁ ଆପଣଙ୍କ ନାଁ। ଇ ଶ୍ରମ କାର୍ଡଧାରୀଙ୍କ ପାଇଁ ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ 1000 ଟଙ୍କା ଲେଖାଏଁ। ଆଉ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳ ମଧ୍ୟରେ ସରକାର ଲିଷ୍ଟ ମଧ୍ୟ ଜାରି କରିଛନ୍ତି। ଇ ଶ୍ରମ କାର୍ଡ ଲିଷ୍ଟ କିଭଳି ଚେକ୍ କରିବେ, କେଉଁଠୁ ଚେକ୍ କରିବେ ତାହା ଆପଣଙ୍କୁ ଜାଣିବା ଦରକାର। ଇ ଶ୍ରମ କାର୍ଡ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହି ଯୋଜନା ମାଧ୍ୟମରେ ବେକାରୀ ସମସ୍ୟା ସମାପ୍ତ ପାଇଁ ସେମାନଙ୍କୁ ରୋଜଗାରକ୍ଷମ ପ୍ରୟାସ କରୁଛନ୍ତି ସରକାର। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା ତାଙ୍କ ପରିବାର ପ୍ରତିପୋଷଣ। ଆଉ କେନ୍ଦ୍ର ସରକାର ଇ ଶ୍ରମ ଯୋଜନା ଆରମ୍ଭ କରିଥିଲେ ସେଥିପାଇଁ। ଇ ଶ୍ରମ କାର୍ଡ ଧାରକ ଅଛନ୍ତି, ସହାୟତା ରାଶି ପ୍ରଦାନ କରୁଛନ୍ତି ସରକାର। ତେବେ ବର୍ତ୍ତମାନ ଇ ଶ୍ରମ ପୋର୍ଟାଲକୁ ଯାଇ ଆପଣ ଚେକ୍ କରିପାରିବେ ଆପଣଙ୍କ ନାଁ। ଆପଣଙ୍କ ନାଁ ଯଦି ଲିଷ୍ଟରେ ଆସିଛି ଆପଣ 1000 ଟଙ୍କା ଲେଖାଏଁ ପାଇବେ ବୋଲି କହିଛନ୍ତି ସରକାର। ଆଉ ଏହା ଅତ୍ୟନ୍ତ ସରଳ ଉପାୟରେ ଇ ଶ୍ରମ କାର୍ଡ ପାଇଁ ଆବେଦନ କରିପାରିବେ। ଯଦି ନୂଆ ଇ ଶ୍ରମ କାର୍ଡ ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ କାର୍ଡ ମଧ୍ୟ ଆବେଦନ କରିପାରିବେ। ଜନସେବା କେନ୍ଦ୍ରକୁ ଯାଇ ଆଧାର କାର୍ଡ, ମୋବାଇଲ ନମ୍ବର ଦେଇ ଇ ଶ୍ରମ କାର୍ଡ ଆବେଦନ କରିପାରିବେ। ଏଥିପାଇଁ ନିକଟରେ ଥିବା ବ୍ୟାଙ୍କ ପାସବୁକ୍, ଠିକଣା ପ୍ରମାଣପତ୍ର, ପାରିବାରିକ ବିବରଣୀ ରହିବା ଆବଶ୍ୟକ ବୋଲି କୁହାଯାଇଛି। ତେଣୁ ଆପଣମାନେ ଲିଷ୍ଟ ଚେକ୍ କରନ୍ତୁ। ଆଜିଠୁ ଲିଷ୍ଟ ପଳେଇ ଆସିଛି, 1000 ଟଙ୍କା ଲେଖାଏଁ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଗଛ ଲଗାଉଛନ୍ତି କିନ୍ତୁ ବଞ୍ଚାଇ ପାରୁନାହାନ୍ତି। କୌଣସି ବର୍ଷ 100% ସଫଳତା ଏପର୍ଯ୍ୟନ୍ତ ମିଳିନାହିଁ। 2014-15, 23-24 ଆର୍ଥିକ ବର୍ଷରେ ସାରା ରାଜ୍ୟରେ 20 ଲକ୍ଷ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ଏହି 10 ବର୍ଷ ମଧ୍ୟରେ 39 କୋଟି ଚାରା ରୋପଣ ହୋଇଥିବା ବେଳେ 32 କୋଟି ଚାରା ବଣ୍ଟନ ହୋଇଛି। 2016-17 ସର୍ବାଧିକ 4 ଲକ୍ଷ ହେକ୍ଟର ଜମିରେ ଚାରା ଲଗାଯାଇଥିଲା। ଯେତେବେଳେ 2017-18 3 ଲକ୍ଷ ହେକ୍ଟର ହୋଇଥିଲା, 2015 3 ଲକ୍ଷ 57 ହୋଇଥିଲା। ତେଣୁ ସବୁଠାରୁ ଅଧିକ 2016-17ରେ ହୋଇଥିଲା। କୌଣସି ଗୋଟିଏ ସ୍ଥାନରେ ବି 100% ଚାରା ବଞ୍ଚିଥିବା ନେଇ ଜଙ୍ଗଲ ଏବଂ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଖବର ନାହିଁ। ତେଣୁ ଏପର୍ଯ୍ୟନ୍ତ ଅର୍ଥାତ୍ ସରକାରୀ ଭାବେ 30% ଗଛ ନଷ୍ଟ ହୋଇଯାଇଛି। ତେବେ ପରବର୍ତ୍ତୀ ସମୟରେ ବର୍ଷରେ ଚାରା ରୋପଣ କରାଯିବାକୁ କୁହାଯାଇଛି। ଯେତିକି ଚାରା ଲଗାଯାଉଥିଲା ସେଗୁଡ଼ିକ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଆଉ କମ୍ ଚାରା ଲଗାଯିବ। ଯେତେବେଳେ 5 କୋଟି ଚାରା ବଣ୍ଟନ ହେଉଥିଲା, ରାଜ୍ୟ ସରକାର ଏବେ ସବୁଜ ବଳୟ ଏବଂ ସବୁଜ ମହାନଦୀ ମିଶନ, ଆମ ଜଙ୍ଗଲ ଯୋଜନା ଏବଂ କେନ୍ଦ୍ର ସରକାରଙ୍କର ବହୁତ ପ୍ରକାର ଯୋଜନା ନେଇ ଏବେ କହିଛନ୍ତି ଯେ ଗଛ ଉପରେ କଡ଼ା ନଜର ରଖିବା ପାଇଁ। ତାପରେ ଯାଇକି ଚାରା ଲଗାଯିବ ବୋଲି କୁହାଯାଇଛି। ମହଙ୍ଗା ପଡ଼ିଲା ଇନ୍ସପେକ୍ଟରଙ୍କ ଘରେ ହଙ୍ଗାମା।
ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ। ଜଣେ ବିବାହିତା ଇନ୍ସପେକ୍ଟର କ୍ୱାର୍ଟର୍ସରେ ଧସେଇ ପଶି ତାଙ୍କୁ ବିବାହ କରିବାକୁ ଜିଦ୍ ଧରି ହଙ୍ଗାମା କରିଥିବା ମାମଲା ଆଇପିଏସ୍ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଏକପାଖିଆ ପ୍ରେମ ମାମଲାକୁ ଚାପି ଉଦ୍ୟମ ହୋଇଥିଲା ମଧ୍ୟରେ ଶେଷରେ ପଦାକୁ ଫୁଟି ବାହାରିଥିଲା। ଏଭଳି ଅଶୋଭନୀୟ ଆଚରଣ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜା ରାଜେଶ ଉତ୍ତମ ମାରିଓ କର୍ତ୍ତବ୍ୟରୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ କ୍ରମେ ପୋଲିସ ଡିଜିପି ରିପୋର୍ଟ ଆଧାରରେ ଏହା କାର୍ଯ୍ୟାନୁଷ୍ଠାନ ନିଆଯିବ। ଜଣେ ବରିଷ୍ଠ ପୋଲିସ ଅଧିକାରୀ ହୋଇ ସେ ପଦ ମର୍ଯ୍ୟାଦାର ଅପବ୍ୟବହାର କରିଛନ୍ତି ବୋଲି କୁହାଯାଉଛି। ତେଣୁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଆଇପିଏସ୍ ଅଧିକାରୀଙ୍କ ଏଭଳି ବିଶୃଙ୍ଖଳତା ଆଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।